ଜଗାରେ ତୁ ଏ କ'ଣ କଲୁ? କାହିଁକି ଏମିତି କରୁଛୁ? କାହିଁକି ନିଜ ଦେହରେ କଳଙ୍କ ଲଗାଉଛୁ? ତତେ ଦର୍ଶନ ସାରି ଫେରିଲା ବେଳକୁ ଏଭଳି ଅଘଟଣ ସବୁ ଘଟୁଛି କାହିଁକି? ବୋଧହୁଏ ଏହି ପ୍ରଶ୍ନ ପଚାରୁଛି ଦୁର୍ଘଟଣାରେ ଆହତ ପୁଅଟି, ଯିଏ ଭଲ ଭାବେ କଥା ବି କହିପାରେନି। ଝିଅ, ଜ୍ୱାଇଁ, ପୁଅ ଓ 5 ବର୍ଷର ନାତି ସହିତ ନବରଙ୍ଗପୁର ଅଞ୍ଚଳରୁ ମହିଳା ଜଣକ ପୁରୀ ଆସିଥିଲେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ହେଲେ ଦର୍ଶନ ସାରି ଫେରିଲା ବେଳେ ଗତକାଲି ଘଟିଲା ଦୁର୍ଘଟଣା। ଏକ ଟ୍ରଲର ସହ ଏମାନଙ୍କ କାରର ମୁହାଁମୁହିଁ ଧକ୍କା ହେଲା। ଫଳରେ ମା ଓ ଝିଅର ମୃତ୍ୟୁ ହୋଇଗଲା। ପୁଅ, ଜ୍ୱାଇଁ ଓ ନାତି ଗୁରୁତର ଆହତ ହୋଇଛନ୍ତି। ଏହା ତ ବହୁତ ଦୁଃଖଦ ଘଟଣା। ସେ ଜଣେ ନିଷ୍ଠାପର ଟିଚର ଥିଲେ ଉଷା ନାନୀ, ଆଉ ତାଙ୍କର ପୁଅ ମଧ୍ୟ ଯିଏ ମାନେ ସେ କଥା କହିପାରିବ ନାହିଁ, ବର୍ତ୍ତମାନ ଯିଏ ମେଡ଼ିକାଲରେ ପଡ଼ିଛି। ଆମେ ସାହି ବାସିନ୍ଦା ମାନେ ଏଇ ଭଗବାନ କାହାକୁ ମଧ୍ୟ ଏପରି ଦୁଃଖ ନ ଦିଅନ୍ତୁ। ଏହା ଭାଷାରେ କହିହେବ ନାହିଁ ଯେ ଏତେ ବଡ଼ ଦୁର୍ଘଟଣା ଏହା। ଆଉ ସମସ୍ତଙ୍କର ମାନେ ପୁରା ଯେତିକି ଆମର ସମସ୍ତ ଟିଚର ମାନେ ପୁରା ନବରଙ୍ଗପୁର ଶୋକାକୂଳ ବାତାବରଣ ଖେଳି ଯାଇଛି। ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ଯେ ଯୋଉ ତାଙ୍କ ପୁଅଟା ଯିଏକି କିଛି କଥା କହିପାରିବନି, ସିଏ କମ୍ ସେ କମ୍ ରିକଭରି କରିକିରି ଜଗନ୍ନାଥଙ୍କର ଆଶୀର୍ବାଦରେ ଘରକୁ ଫେରୁ। ଆଉ ଝିଅର ମଧ୍ୟ ଗୋଟେ ଛୋଟ ଛୁଆ ଅଛି, ମା ଛଣ୍ଡ ହେଇଗଲା ଛୋଟ ପୁଅଟା। ତାହା ମାନେ ଏଭଳି ଦୁଃଖ ଘଟଣା ମାନେ ବ୍ୟାଖ୍ୟା କରିହେବନି, ଏତେ ଦୁଃଖଦ ଘଟଣା। ମୃତକ ହେଲେ ନବରଙ୍ଗପୁର ଏକ୍ସ ବୋର୍ଡ ସ୍କୁଲର ଶିକ୍ଷୟିତ୍ରୀ CH ଉଷାରାଣୀ ଏବଂ ତାଙ୍କ ଝିଅ CH ସୌମ୍ୟା। ଉଷାରାଣୀ ନିଜ ପୁଅ, ଝିଅ, ଜ୍ୱାଇଁ ଏବଂ ନାତିଙ୍କୁ ନେଇ ପୁରୀ ଯାଇଥିଲେ। ତେବେ ନବରଙ୍ଗପୁରକୁ ଫେରିବା ବେଳେ ପାପଡ଼ାହାଣ୍ଡି ବ୍ଲକର ଝିଟିକିଗୁଡ଼ା ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା। ଟ୍ରଲର ଓ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମକର୍ତା ସମସ୍ତଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଉଷାରାଣୀ ଏବଂ ତାଙ୍କ ଝିଅଙ୍କୁ ପାପଡ଼ାହାଣ୍ଡିରେ ମୃତ ଘୋଷଣା କରାଯାଇଥିଲା। ଆହତ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସତରେ ଅତି ଦୁର୍ଭାଗ୍ୟଜନକ ଦୁର୍ଘଟଣା ଇଏ ଗୋଟିଏ ପରିବାରକୁ ଖିନଭିନ କରିଦେଇଛି। ନବରଙ୍ଗପୁରରୁ ଫାଲ୍ଗୁନି ପାତ୍ରଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।